ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ତଳକିଆ ଗ୍ରାମ ପଞ୍ଚାୟତର ପାଟପୁର ଗ୍ରାମରେ ଏକ ତରଫା ପ୍ରେମକୁ କେନ୍ଦ୍ର କରି ଚାଞ୍ଚଲ୍ୟ। ଅଭିଯୋଗ ଅନୁସାରେ ଖଇରା ବ୍ଲକ ଗଣ୍ଡିବେଡ଼ ଅଞ୍ଚଳର ପୃଥ୍ୱୀରାଜ କର ନାମକ ଜଣେ ଯୁବକ ପାଟପୁର ଗ୍ରାମର ଏକ ପରିବାର ଘରେ ପଶି ପରିବାର ସଦସ୍ୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣାରେ ପରିବାରର ବାପା ପୁଅ ଗୁରୁତର ଆହତ ହୋଇଥିବା ବେଳେ ମା ଓ ଝିଅ ମଧ୍ୟ ଆହତ ହୋଇଛନ୍ତି। ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଯୁବକଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପରେ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଛି। ଆହତମାନଙ୍କୁ ପ୍ରଥମେ ଔପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇ ପରେ ସୋର ଓ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ତଦନ୍ତ ଜାରି। ବାଲେଶ୍ୱର ଜିଲ୍ଲାରୁ ଦେବାଶିଷ ଦାସଙ୍କ ରିପୋର୍ଟ, ବ୍ଲାକେ ନ୍ୟୁଜ ଓଡ଼ିଆ।